हेलो हाय फ्रेंड्स नमस्कार। जय शिव शंभु आपणମାନଙ୍କ ପାଇଁ ନେଇ ଆସିଛି ମହାଶିବରାତ୍ରିର ଲକ୍ଷେ ଦୀପ ଜଳେଇବା। ଆଉ ଆପଣମାନେ ଦେଖିନଥିବେ ତ ଲକ୍ଷେ ଦୀପ କେମିତି ଜଳା ହେଉଛି ଦେଖନ୍ତୁ। ବର୍ତ୍ତମାନ ସଜାସଜିରେ ପୁରା ରେଡ଼ି ହେଇସାରିଛି ଆଉ ଚାଲିଛି ଏବେ ଆମର ସଜେଇବାର ଦୀପ। ତ ବର୍ତ୍ତମାନ ଦେଖନ୍ତୁ ଏପଟରେ ଆଉ ସେପଟେ ଲକ୍ଷେ ଦୀପ ସଜେଇବାର ପୁରା ବ୍ୟସ୍ତ ଲୋକମାନେ। ତ ଆପଣମାନେ ଦେଖିପାରୁଥିବେ ଆଗକୁ ଦେଖାଉଛି ଚାଲନ୍ତୁ। ଆଉ ଯେଉଁମାନେ ଦେଖିନାହାନ୍ତି ନିହାତି ଗୋଟେ କମେଣ୍ଟ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଚାଲ ବର୍ତ୍ତମାନ ଦେଖନ୍ତୁ ଏବେ ହେଉଛି ଆମର ସନ୍ଧ୍ୟା ହେଇସାରିଛି ଆଉ ପୁରା ସବୁ ଦୀପ ଲକ୍ଷେ ଦୀପ ଜଳେଇ ଦିଆଯାଇଛି। ଆଉ ଦେଖିପାରୁଥିବେ କେତେ ସୁନ୍ଦର ଭାବରେ ଦେଖାଯାଉଛି। ଯେଉଁମାନେ ଦେଖିନଥିବେ ନିହାତି ଗୋଟେ କମେଣ୍ଟ କରିଦେବେ। ତ କେଉଁମାନେ ଆସିଛନ୍ତି ଲକ୍ଷେ ଦୀପ ଦେଖିବା ପାଇଁ ଆଉ ଯେଉଁମାନେ ଦେଖୁଛନ୍ତି ନିହାତି ଗୋଟେ କମେଣ୍ଟ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦିଅନ୍ତୁ। କାହିଁକି ନା ଇଏ ହେଉଛି ଆମର ବାବା ଭୂଷଣ୍ଡେଶ୍ୱରରେ ପ୍ରଥମ ଥର ଲକ୍ଷେ ଦୀପ ଜଳେଇବାର 2025ରେ। ତ ବହୁତ ବଢ଼ିଆ କଥା ଆଉ ବହୁତ ଭଲ ବି ଲାଗୁଛି ଆମକୁ ଦେଖିକି। ତ ବହୁତ ଖୁସି ବି ଲାଗୁଛି। ଦେଖନ୍ତୁ ବହୁତ ଲୋକ ବି ହେଇଛନ୍ତି, ବହୁତ ଦର୍ଶକମାନେ ଆସିଛନ୍ତି। ମତଲବ କେତେ ମାନେ ଯେତିକିରି ଭକ୍ତ ମୋତେ ଲାଗୁଛି କି ହେଲା କି ଏଗୁଡ଼ା ତ ଏବେ ସନ୍ଧ୍ୟାରେ ସବୁ ଜଳେଇକିନା ଉଠେଇ ଦିଆହେବ। କାହିଁକିନା ଭକ୍ତମାନଙ୍କ ପାଇଁ ଜାଗା ତ କୁଳଉ ନାହିଁ, ଯେତେ ଭକ୍ତ ହେଇଛନ୍ତି ମୋତେ ଲାଗୁଛି। ତ ଦେଖିପାରୁଥିବେ କେତେ ସୁନ୍ଦର ଭାବରେ କରାହେଇଛି। ତ ତାପରେ ମୁଁ ଆସିକି ବର୍ତ୍ତମାନ ମୁଁ ପହଞ୍ଚି ଯାଇଛି ମାନେ ରାତିରେ ମାଆଙ୍କୁ ଧରିକି ପଳେଇ ଆସିଛି। ଆଉ ମୁଁ ଏବେ ପୋଖରୀ ସାଇଡ଼୍ରେ ଛିଡ଼ା ହେଇଛି, ଆପଣଙ୍କୁ ଦେଖେଇ ଦେଉଛି କି ପୋଖରୀ ସାଇଡ଼୍ରେ। ତାପରେ ମୁଁ ଆପଣଙ୍କୁ ଦେଖେଇବି କେତେ ଲୋକ ହେଇଛନ୍ତି ଦେଖନ୍ତୁ। ଆଉ ପୁରା ରାସ୍ତାରୁ ଯାକ ବସି ଯାଇଛନ୍ତି ଦେଖନ୍ତୁ। ମାନେ ଆମ ଯେଉଁ ରାସ୍ତାଟା ସେ ରାସ୍ତାରୁ ସମସ୍ତେ ବସିଛନ୍ତି ପୁରା ମାନେ ଦୀପ ଧରିକିରି ଦେଖନ୍ତୁ। ମୁଁ ଏବେ ଯାଇ ବି ପାରୁନି, ଏତେ ଭିଡ଼ ହେଇଛି। ମୋବାଇଲଟା ଉପରକୁ କରିକି ମାନେ କ୍ୟାମେରାଟା ଅନ୍ କରିକି ଯାଉଛି, ଦେଖିପାରୁଥିବେ। ତାପରେ ମୁଁ ଭିତରକୁ ଯିବି, ଆପଣମାନେ ଆଗକୁ ଦେଖନ୍ତୁ ଭିଡ଼ିଓଟା ଲାଷ୍ଟ ପର୍ଯ୍ୟନ୍ତ ଦେଖିଲେ ଆପଣମାନେ ଜାଣି ବି ପାରିବେ ସବୁକିଛି। ତ କେତେ ଲୋକ ହେଇଥିଲେ କେମିତି କ'ଣ ସବୁ ଯାକ ଜାଣିପାରିବେ। ତ ଚାଲନ୍ତୁ ଆଗକୁ ମୁଁ ଯାଉଛି, ମୋ ସହିତ ଆପଣମାନେ ବି ଆଗକୁ ଚାଲନ୍ତୁ ଦେଖି ତାପରେ ଦେଖିବା। ଦେଖନ୍ତୁ କେତେ ସୁନ୍ଦର ଭାବରେ ଲୋକମାନେ ସବୁ ରାସ୍ତାରେ ବସିଛନ୍ତି ଦୀପ ଧରିକି ଜାଗର ଜାଳୁଛନ୍ତି। ତ ଆମର ଯେହେତୁ ବର୍ଷକୁ ଥରେ ଜାଗର ଜାଳନ୍ତି ଲୋକମାନେ, ଜାଗା ହିଁ ପାଆନ୍ତି ନାହିଁ। ଦେଖନ୍ତୁ ପୁରା ମେନ୍ ରୋଡ଼ ପାଖରୁ ହିଁ ବସିଛନ୍ତି। ତ ଏଇ ଭିଡ଼ିଓ ମଝିରେ ଯିଏ ବି ଅଛ ନିହାତି ଦେଖୁଥିବେ। ତ ସମସ୍ତଙ୍କୁ ରିକ୍ୱେଷ୍ଟ ରହିଲା କି ଗୋଟେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦିଅନ୍ତୁ। କାହିଁକିନା ଆପଣମାନଙ୍କର ଭଲ ପାଇବା ଯଦି ଥିବ ଆଉ ଟିକେ ଭଲ ପାଇବା ରହିଲେ ଆହୁରି ଆଗକୁ ବଢ଼ିଆ ବଢ଼ିଆ ୟୁନିକ୍ ଭିଡ଼ିଓ ମାନେ ସବୁକିଛି ଆସିବ ଆପଣମାନଙ୍କ ପାଇଁ, ଖାସ୍ କରି ଆପଣମାନଙ୍କ ପାଇଁ। ଆଉ ମୋତେ ବି ବହୁତ ଭଲ ଲାଗିବ କି ହଁ ଆମର ମେମ୍ବର୍ସ ମାନେ ମୋତେ ସପୋର୍ଟ କରୁଛନ୍ତି, ତ ସେଥିପାଇଁ ଆଣିବା ପାଇଁ ପଡ଼ିବ ନା। ତ ଚାଲ ଆଗକୁ ଯିବା, ଦେଖିବା କେମିତି କ'ଣ ହେଉଛି। ଦେଖନ୍ତୁ ଏତେ ଭିଡ଼ ହେଇଛି, ମୁଁ ଛିଡ଼ା ହେଇଛି ଯାଇ ବି ପାରୁନି। ଲୋକ ଲାଇନ୍ ଲଗେଇ ଛିଡ଼ା ହେଇଛନ୍ତି, ଦେଖିପାରୁଥିବେ କେଉଁଭଳି ଭାବରେ ଭିଡ଼ ହେଇଛି। ଆପଣମାନେ ତ ଦେଖିଲେ ତ ନିହାତି ଜାଣିପାରୁଥିବେ। ଦେଖନ୍ତୁ ଆଗକୁ ଦେଖନ୍ତୁ କେତେ ଲୋକ ବସିଛନ୍ତି ଜାଗର ଜାଳିବା ପାଇଁ, ଦେଖୁଛନ୍ତି ତ। ଏମିତି ଭିଡ଼ ମୋ ଜୀବନରେ ଦେଖିନଥିଲି ହେଲା କି। ମାନେ ଆମ ଭୂଷଣ୍ଡେଶ୍ୱରରେ ଏତେ ଜାଗା ରହିକି ବି ଫିର୍ ବି ଏତେ ଭିଡ଼ ହେଲା। ସାମ୍ନାରୁ ମାନେ ଦୋକାନ ସାମ୍ନାରୁ ବସିଛନ୍ତି। ଏପଟୁ ଦେଖେଇ ଦେଉଛି, ଚାଲ ମୁଁ ଆଗକୁ ଯାଉଛି ଦେଖେଇ ଦେଉଛି ଆପଣଙ୍କୁ। ପୁରା ଦୋକାନ ସାମ୍ନାରୁ ଦେଖନ୍ତୁ, ପଳେଇ ଆସିଲି ଏପଟୁ। ଦେଖନ୍ତୁ ଦୋକାନ ସାମ୍ନାରୁ ପୁରା ବସିଛନ୍ତି, ଆପଣମାନେ ଦେଖିକି ଜାଣିପାରୁଥିବେ। ଭାଇ ମୋ ମାଆ ତ ଆଗରେ ପଳେଇଛି ଆଉ ମୁଁ ତ ଏପଟେ ଭିଡ଼ିଓ ରେକର୍ଡ଼ିଂ କରୁଛି। ତ ଚାଲ ଦେଖିବା ଆଗକୁ କେମିତି କ'ଣ ଅଛି, ତାପରେ ଆମକୁ ଜଣା ପଡ଼ିଯିବ। କାହିଁକିନା ଯେଉଁମାନେ ଦେଖୁଥିବେ ଭିଡ଼ିଓଟା ଟିକେ ଲଙ୍ଗ୍ ହେଇଯାଇଛି, ତ ଆପଣମାନେ କିଛି ମାଇଣ୍ଡ କରନ୍ତୁନି। ଦେଖିଲେ ଆପଣମାନଙ୍କୁ ବହୁତ କମ୍ ଲାଗିବ, 6 ମିନିଟ୍ର ଭିଡ଼ିଓ, ବେଶୀ ଲଙ୍ଗ୍ ବି ନୁହଁ। ତ ଚାଲ ଦେଖିବା ଆଗକୁ କେମିତି ଦୋକାନ ବଜାର ବସିଛି। ଆଉ ଆଜିର ମାନେ ଯେଉଁ ଆମର ଯେଉଁ ସିଙ୍ଗର ଆସିବାର ଥିଲା, ଯେଉଁ ଭଜନ ଗାଆନ୍ତି, ତ ସିଏ ବି ଆସିଛନ୍ତି କି ନା ନାହିଁ ଦେଖିଦେବା। ଆସିଛନ୍ତି ବଟ୍ ଏତେ ଭିଡ଼ ଯୋଗୁଁ ମୁଁ ଭିତରକୁ ଯାଇପାରିବି ନାହିଁ। ତ ଏଇଠି ଦେଖିପାରୁଥିବେ ସେଠି ଯେଉଁ ଷ୍ଟେଜ୍ଟା, ତ ସେଇଟାରେ ସେ ଗାଇବେ ଭଜନ, ବହୁତ ଭଲ ଭଜନ ବି ଗାଆନ୍ତି ସିଏ। ଚାଲ ଆଗକୁ ଯିବା।
ଭାଇ ଯେ ମାନେ ଏତେ ଭିଡ଼ ହେଇଛି ଯେ ଆପଣମାନେ ବୁଝିପାରିବେନି। ମୁଁ ଟୋଟାଲି ମାନେ ଯାଇ ହିଁ ପାରୁନି ଏପଟୁ ସେପଟୁ। ଦେଖୁଛନ୍ତି ତ ଲୋକ ଏପଟେ ଦେଇ ମଝି ଦେଇକି ବି ରାସ୍ତା କରି ରହିଛି, ଲୋକମାନେ ଯାଉଛନ୍ତି। ମୁଁ ଆଗକୁ ଯିବି, ଦେଖନ୍ତୁ। ଆଉ ଭିଡ଼ିଓଟା ଦେଖିଲେ ଆପଣମାନେ କେମିତି ଲାଗିଲା ନିହାତି ଗୋଟେ କମେଣ୍ଟ, ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦିଅନ୍ତୁ। ଗୋଟେ କ୍ୟୁଟ୍ କମେଣ୍ଟ କରନ୍ତୁ କି କେମିତି ହେଇଛି ହେଲା। ଆଉ ଯେଉଁମାନେ ଆସିଛନ୍ତି ଆମ ବାବା ଭୂଷଣ୍ଡେଶ୍ୱରଙ୍କୁ ପାଖକୁ ଜାଗର ଜାଳିବା ପାଇଁ ନିହାତି ଗୋଟେ କମେଣ୍ଟ କରିବେ, ନିହାତି ଆପଣମାନଙ୍କୁ ରିକ୍ୱେଷ୍ଟ ରହିଲା। ତ ଚାଲ ଆଗକୁ ଯିବା। ଆପଣମାନେ ଦେଖି ଜାଣିପାରୁଥିବେ ମୁଁ ଏବେ ଆସିକି ପୁରା ମାନେ ମୋ ଫ୍ରଣ୍ଟ କ୍ୟାମେରା କରିଦେଲି, ଠିକ୍ ଅଛି। ତ ଦେଖେଇ ଦେଉଛି ଆପଣମାନଙ୍କୁ, କାହିଁକିନା କେତେ କେତେ ଲୋକ ଆସିଛନ୍ତି, ତ ମୁଁ ସେଥିପାଇଁ ଟିକେ କରିଦେଲି ଫ୍ରଣ୍ଟ କ୍ୟାମେରା। ତାପରେ ଦେଖନ୍ତୁ ଏଇଭଳି ପରିସ୍ଥିତି ଆପଣ ମାନେ ଜାଗର ଜାଳିବାରେ କେମିତି ଦେଖିପାରୁଥିବେ। ଆଗକୁ ଏସବୁ ଦୋକାନ ବସିଛି ହେଲା, ବହୁତ ସୁନ୍ଦର ଲାଗୁଛି ଭାଇ। କେବେ କେବେ ଆମ ଭାଗ୍ୟରେ ମିଳେ ଦେଖିବା ପାଇଁ। ଆମେ ତ ବାହାରେ ରହିବା ଲୋକ, ଆଉ ଜାଗର ଆମେ କେମିତି ଦେଖିବୁ ନା ଜାଗର ଜାଳିବୁ। ଯେଉଁମାନେ ଘରେ ରହୁଛନ୍ତି ସେମାନେ ହିଁ ସବୁବେଳେ ଏନ୍ଜୟ କରୁଛନ୍ତି। ଆମ ଭାଗ୍ୟରେ ନାହିଁ ଜାଗର ଜାଳିବା ନା ଜାଗର ଦେଖିବାର, କିଛି ବି ଏନ୍ଜୟ କରିପାରୁନାହିଁ ଆମେ।